ଦେବାଶିଷ ସାମନ୍ତରାୟ କହୁଛନ୍ତି ବିଜୁ ଜନତା ଦଳ ଆଉ କଂଗ୍ରେସ ଭିତରେ ମେଣ୍ଟ ସମ୍ଭବ। ଆପଣ ଭାବୁଛନ୍ତି କି ଏ ମେଣ୍ଟ ସମ୍ଭବ ବୋଲି? ଅସମ୍ଭବ ତ ସମ୍ପୂର୍ଣ୍ଣ ସମ୍ଭବ। କେମିତି ଆପଣ ଭାବୁଛନ୍ତି ବିଜୁ ଜନତା ଦଳ କଂଗ୍ରେସ ବିରୁଦ୍ଧରେ ଲଢ଼ି ଲଢ଼ି ଆସିଛି କ୍ଷମତାକୁ? ନାଇଁ, ଦେବାଶିଷ ସାମନ୍ତରାୟ ଯୋଉ କଥା କହିଦେଇଛନ୍ତି ସେଥିରେ ଆପଣ ଅନେକଟା ଗ୍ରହଣ କରିବେନି କି ବେଲବାଳଙ୍କର କିଛି ବିଧାୟକଙ୍କର ଇଏ ହେଇଯିବ, ବିଧାନସଭା କରିଯିବ, କେସ୍ ହେଇଛି, ବାଇ ଇଲେକ୍ସନ ହବ, ବିଜେପି ଶାଖା ଗରିଷ୍ଠତା ହରାଇବ, ଏଇ ଯୋଉ କଥା ଗୁଡାକର କିଛି ମାନେ ନାହିଁ। କିନ୍ତୁ କଂଗ୍ରେସ ଆଉ ବିଜେଡି ଭିତରେ ମୁଁ ଆଗରୁ ମଧ୍ୟ କହିଛି, ଏବେ ମଧ୍ୟ କହୁଛି, ବିଜେଡି ବର୍ତ୍ତମାନ ଯୋଉ ସ୍ଥିତିରେ ଅଛି, ବିଜେପି କ୍ଷମତାସୀନ ଅବସ୍ଥାରେ ଅଛି, ଏଇଟା ମୁଖ୍ୟ ବିରୋଧୀ ଦଳ ଭାବରେ ଥିଲେ ମଧ୍ୟ ବି ଯଦି ସାର୍ ଓଭରଟର୍ନ କରିବାକୁ ଚାହିଁବେ ତାକୁ ତ ଗୋଟେ ଜାତୀୟ ସ୍ତରରେ ଏବଂ ରାଜ୍ୟ ସ୍ତରରେ ଗୋଟେ ସହଯୋଗୀ ସ୍ଥିର କରିବାକୁ ପଡ଼ିବ ତାକୁ। ନହେଲେ ଆଇସୋଲେଟଲି ସାର୍ କରିବା ତାଙ୍କ ପାଇଁ ବହୁତ କଷ୍ଟ ହବ। ବିଜୁ ଜନତା ଦଳ ପାଇଁ ବିଜୁ ଜନତା ଦଳ ପାଇଁ ଆଇସୋଲେଟଲି କରିବା କଷ୍ଟ ହବ, ଇନଚାର୍ଜ କରିବା କଷ୍ଟ ହଉଛି। ବିଜୁ ଜନତା ଦଳ ସତୁ ଯଦି ନବୀନ ପଟ୍ଟନାୟକଙ୍କର ଗୋଟେ ତ ଏଜ୍ ଫ୍ୟାକ୍ଟର ଅଛି, ଆଉ ସେକେଣ୍ଡ ର୍ୟାଙ୍କ ଲିଡରସିପ୍ ଆସିନି। କିନ୍ତୁ କଥା ହଉଛି, ଗୋଟେ ବଡ଼ କଥା ହଉଛି, ଯୋଉଗୁଡ଼ା କ୍ଷମତା ଆଧାରିତ ବ୍ୟବସ୍ଥାରେ ମାନେ ଯୋଉ ସଂଗଠନ କରିଥିଲେ ରାଜ୍ୟରେ, ଆଉ ଯୋଉମାନେ କ୍ଷମତା ସହିତ ଟିକେ ଜଡ଼ିତ ହେବାକୁ ଚାହାନ୍ତି, ତା ଦେହରୁ କିଛି ହୁଏତ ଏଇ ପିରିୟଡ଼ ଭିତରେ ଆପଣ ଦେଖିବେ ସେ ଭିତରୁ ଅନେକ ଗାଁ ଅଞ୍ଚଳରେ ହଉ ସହରାଞ୍ଚଳରେ ମଧ୍ୟ କିଛି ଲୋକ ଚାଲିଯିବାକୁ ଚେଷ୍ଟା କରିବେ ବିଜେଡିରୁ। କିନ୍ତୁ କିଛି ଲୋକ ବି ଆସିବେ ଯୋଉମାନେ ପରିବର୍ତ୍ତନ ପାଇଁ କି ଭୋଟ ଦେଇଛନ୍ତି ବିଜେପି କି, କେବଳ ପରିବର୍ତ୍ତନ ବି, ସେ ପରିବର୍ତ୍ତନ ନ ଦେଖିବେ ସେ ଯୋଉ ଗୋଟେ ପପୁଲେସନ ଅଛନ୍ତି 5% ପପୁଲେସନ, ସେମାନେ ତାଙ୍କ ମତ ମଧ୍ୟ ପରିବର୍ତ୍ତନ କରିବେ, ସେ ସ୍କୋପ ଅଛି। ଆପଣ ଭାବନ୍ତୁ ବିଜେଡି ଆଉ କଂଗ୍ରେସ ମିଶି ଯାଉଛନ୍ତି ଆଉ ବିଜେପି ଆଉ ଗୋଟିଏ ପଟରେ ଅଛି, ଆପଣ ଗୋଟେ ବିଚିତ୍ର କମ୍ବିନେସନ ଦେଖିବେ କି? କାରଣ ବିଜୁ ଜନତା ଦଳ କଂଗ୍ରେସ ବିରୁଦ୍ଧରେ ଲଢ଼ି ଲଢ଼ି କ୍ଷମତାକୁ ଆସିଛି, ଆଣ୍ଟି କଂଗ୍ରେସ ମୁଭମେଣ୍ଟରୁ ଆସିଛି, ତ ସେ ଦଳ କେମିତି କଂଗ୍ରେସ ସାଙ୍ଗରେ ମିଶି ପାରିବ ବୋଲି ଆପଣ ଭାବୁଛନ୍ତି? ଆପଣ ଦେଖନ୍ତୁ, ମୁଁ ଗୋଟେ ଛୋଟିଆ କଥାଟି କହୁଛି, ଏତେ ବାଟ ଯିବା ଦରକାର। ଉତ୍ତରପ୍ରଦେଶରେ ଯୋଉ ସମାଜବାଦୀ ପାର୍ଟି କଂଗ୍ରେସ ଭିତରେ, ସମାଜବାଦୀ ପାର୍ଟି ତ କଂଗ୍ରେସ ବିରୁଦ୍ଧରେ ଲଢ଼ିକି ଆସିଥିଲା ନା। ସମାଜବାଦୀ ପାର୍ଟି ସେ ପୁଣି ଲୋହିଆଙ୍କ ପନ୍ଥୀର ଦଳ, ସେମାନେ କଂଗ୍ରେସ ବିରୁଦ୍ଧରେ ଲଢ଼ିକି ଆସିଥିଲେ, ଆପଣ ଜାଣିଛନ୍ତି। ଦେଖନ୍ତୁ ଇଏ ହୁଅନ୍ତୁ, କିନ୍ତୁ ସେମାନେ ମଧ୍ୟ କଂଗ୍ରେସ ସାରେ ଗୋଟେ ଇଣ୍ଡିଆ ମେଣ୍ଟରେ ଅଛନ୍ତି ନା, ଅଛନ୍ତି ନା ନାଇଁ? ଇଭିନ୍ ଆରଜେଡି କୁହନ୍ତୁ, ଆରଜେଡି ୟୁପିଏରେ ଆସିଥିଲା ଅବଶ୍ୟ, କିନ୍ତୁ ଆରଜେଡି ମଧ୍ୟ ବି ରାଷ୍ଟ୍ରୀୟ ଜନତା ଦଳର ଲଢ଼େଇଟା ବିହାରରେ ଯୋଉ ଅରିଜିନାଲ ଲଢ଼େଇ କଂଗ୍ରେସ ବିରୁଦ୍ଧରେ ଥିଲା ନା। ଆଉ ତେଣୁ ସେଇ ଜିନିଷ ସବୁ ନାହିଁ। ଅନେକ ଯୋଉମାନେ ବିଜେପି ବିରୋଧୀ ଥିଲେ, ଯେମିତି ରାମବିଳାସ ପାଶୱାନଙ୍କ ପାର୍ଟି, ରାମବିଳାସ ପାଶୱାନ ଆପଣ ଜାଣିଛନ୍ତି ସେ କେତେ ମାତ୍ରାରେ ବିଜେପି ବିରୋଧୀ ଥିଲେ, ଆପଣ ଜାଣିଛନ୍ତି। ବିଜେପିର ଚିନ୍ତାଧାରାର କେତେ ମାତ୍ରାରେ, କିନ୍ତୁ ରାମବିଳାସ ପାଶୱାନଙ୍କ ପୁଅ ଯୋଉ ରାମବିଳାସ ପାଶୱାନ ବି ଆସିଲେ, ତାଙ୍କ ପୁଅକୁ ମଧ୍ୟ ସେଥିରେ ଅଛି, ସେ ବିଜେପି ମେଣ୍ଟରେ ଅଛନ୍ତି। ଏଇ ଯୋଉ ରାଜନୀତିରେ ଏଇ ଯୋଉ ପରିବର୍ତ୍ତନ ଅନେକ ସମୟରେ ବ୍ୟବସ୍ଥା ଦୃଷ୍ଟିରୁ ତାଙ୍କର ଗୋଟେ ପ୍ରତ୍ୟେକ କାର୍ଯ୍ୟ ଦଳ ଗୋଟେ ଲକ୍ଷ୍ୟ ହାସଲ ପାଇଁ ଏଭଳି ଭାବରେ ଆଡଜଷ୍ଟମେଣ୍ଟ କରନ୍ତି, ଏବଂ କଂଗ୍ରେସ ସାଙ୍ଗରେ ନ କରିବାର କୌଣସି। ଆଉ ବିଜେଡି କ'ଣ କି, ବିଜେଡିର ଯଦି ଆରମ୍ଭ ଆପଣ ଦେଖିବେ ତ ଉତ୍କଳ କଂଗ୍ରେସରୁ ଆରମ୍ଭ ହେଇ ଏଇଠି ତ ପହଞ୍ଚି ନା। ଉତ୍କଳ କଂଗ୍ରେସ ଗୋଟେ କଂଗ୍ରେସରୁ ବାହାରିଥିବା ଅନୁଷ୍ଠାନ ନୁହେଁ କି? ଯେମିତି ଆପଣ ତୃଣମୂଳ କଂଗ୍ରେସ ଭିତରେ ମେଣ୍ଟ ହେଇପାରିବ ନା ନାଇଁ? କୌଣସି ଆଇଡିଓଲୋଜିକାଲ ଡିଫରେନ୍ସ ନାହିଁ ଆଦୌ ନାହିଁ। ଯଦି ଆପଣ ବିଜେଡିର ଅରିଜିନାଲ ତାର ଯୋଉ ସମ୍ବିଧାନକୁ ପଢିବେ, କ'ଣ ଅବଜେକ୍ଟିଭ ପାର୍ଟିର, ଏବଂ କଂଗ୍ରେସର ପଢିବେ, ଏକା ଧରଣ ମେମ୍ବରସିପ, ଏକା ଧରଣର କଥା, ସେଥିରେ ଯାହା ଏଥିରେ ସେଇଆ, ବିଶେଷ ତଫାତ ନାହିଁ। ଏକ୍ଜାକ୍ଟଲି। ତ ଆପଣ ଭାବୁଛନ୍ତି ନବୀନ ପଟ୍ଟନାୟକ ଇଣ୍ଡିଆ ମେଣ୍ଟକୁ ଯିବେ, ଯୋଉ ମେଣ୍ଟରେ ମୁଖ୍ୟ ଭାବରେ ଆମେ ଦେଖୁଛୁ ଅଛନ୍ତି ରାହୁଲ ଗାନ୍ଧୀ? ଇଣ୍ଡିଆ ମେଣ୍ଟକୁ ଯିବେ, ରାହୁଲ ଗାନ୍ଧୀ ଅଛନ୍ତି, ଅଦବାନୀ ବି ଅଛନ୍ତି, କହିଲି ଯେମିତି ଅଦାନୀ ବହୁତ ଅଛନ୍ତି। ମେଣ୍ଟକୁ ଯିବ କି ବିଜୁ ଜନତା ଦଳ? ବିଜୁ ଜନତା ଦଳ ଖୁସିରେ ଯାଇପାରିବ, ଯିବନି କାହିଁକି? ତାଙ୍କର ପୋଜିସନକୁ ଆହୁରି ସେତେବେଳେ ଗୋଟେ ସମୟ ଥିଲା, ଇଏ ବିଜେପି ସାଙ୍ଗରେ କରିକି ତ ଆସିଥିଲେ ଓଡ଼ିଶାରେ। ଏ ବିଜେଡି ଯେତେବେଳେ ଫର୍ମେସନ ହେଇଥିଲା, ସେ ବିଜେପି ସାଙ୍ଗର ମେଣ୍ଟରୁ ଫର୍ମେସନ ହେଇଥିଲା, ଏବଂ ପୁଣି ପରବର୍ତ୍ତୀ ଆସିଲା ବିଜେପି ତାଙ୍କର ମୁଖ୍ୟ ଶତ୍ରୁ ହେଇଗଲା। ମୁଖ୍ୟ ଶତ୍ରୁ ବର୍ତ୍ତମାନ ବିଜେପି ସରକାରରେ ଆସିଗଲା।
ଓ ଏମାନେ କଂଗ୍ରେସ ସାଥିରେ ମେଣ୍ଟ କରିବାର କ'ଣ ଅସୁବିଧା ଅଛି ରାଜନୀତିରେ? ଏବଂ ଆଦର୍ଶ ଦୃଷ୍ଟିରୁ ତାଙ୍କର କିଛି ତଫାତ ନାହିଁ। ଆପଣ ବିଜେପିର ମୂଳ ଆଦର୍ଶ ଦେଖନ୍ତୁ, ଆଉ କଂଗ୍ରେସ ଆଦର୍ଶ ଭିତରେ ବିଶେଷ ତଫାତ ନାହିଁ। ତ ଆପଣ ଗୋଟେ ପସିବିଲିଟି ଦେଖୁଛନ୍ତି କି ଯେ ଯେମିତି ଦେବାଶିଷ ବାବୁ କହୁଛନ୍ତି ଯେ ଯେମିତି ଆମେ ଦେଖିଲେ ସେ ଯାଇ ପ୍ରସ୍ତାବ ଦେଇଛନ୍ତି ଉପନିର୍ବାଚନ ହବ, ବିଜେପି ହାରିବ, ମେଣ୍ଟ ହବ, ଆଉ ପୁଣି ଥରେ ବିଜୁ ଜନତା ଦଳ କ୍ଷମତାକୁ ଫେରିବ। ଆପଣ ଭାବୁଛନ୍ତି ଏମିତି ଗୋଟେ ପସିବିଲିଟି ଅଛି? ନାଇଁ ନାଇଁ, ଦେବାଶିଷ ସାମନ୍ତଙ୍କର ଏଇ ଯୋଉ ପରିକଳ୍ପନା, ଏଇଟା କ'ଣ? ଏଇ ଧରଣ ପରିକଳ୍ପନା ମାନେ କ'ଣ? ସେ 100 ଦିନ ହେଲା ଗୋଟେ ନୂଆ ସରକାରକୁ ଲୋକମାନେ ଭୋଟ ଦେଇଛନ୍ତି। ଏତେ ବ୍ୟସ୍ତ କାହିଁକି? ଏତେ ବ୍ୟସ୍ତ କାହିଁକି? ଏବଂ କାହିଁ ଭାବୁଛନ୍ତି ଏଇ ଯୋଉ ସିଏ ଯୋଉ ଚିନ୍ତା କରୁଛନ୍ତି, ସ୍ୱପ୍ନ ଦେଖୁଛନ୍ତି କେତେ ବିକଳ୍ପ କ୍ଷମତାକୁ ଫେରିବା ପାଇଁ, ସେମିତି ହୁଏ ନାହିଁ। ତାଙ୍କୁ ସେଥିପାଇଁ ପୁରା ଅପେକ୍ଷା କରିବାକୁ ପଡ଼ିବ। ଅତି କମରେ ଆସନ୍ତା 5 ବର୍ଷ ତ ଅପେକ୍ଷା କରିବାକୁ ପଡ଼ିବ ନା। କାରଣ 5 ବର୍ଷ ସେ କ୍ଷମତା ପାଇଛନ୍ତି ଏବଂ 5 ବର୍ଷ ଭିତରେ ବିଜେପି ଏଠି ଦୁର୍ବଳ ହେଇଯିବ, ସରକାର ଭାଙ୍ଗିଯିବ। ସେତିକିବେଳେ ଆପଣ କହିବେ ଯେତେବେଳେ ବିଜେପି କେନ୍ଦ୍ରୀୟ କ୍ଷମତାକୁ ଚାଲିଯିବେ। ଆଉ କାଲି ଯଦି ବିଜେପି କେନ୍ଦ୍ରୀୟ କ୍ଷମତାକୁ ଚାଲିଯାଏ ତାହେଲେ ଏଠି ହୁଏତ ପରିସ୍ଥିତି ଭିନ୍ନ ହେଇଯିବ। କାରଣ ବିଜେପିର ଯୋଉ ରାଜ୍ୟ କ୍ଷମତାରେ ବସିଛି ଆର ମୂଳ ସୂତ୍ରଧର ହେଉଛନ୍ତି କେନ୍ଦ୍ରୀୟ ନେତୃତ୍ୱ, ମୋଦି ଶାହାଙ୍କ ନେତୃତ୍ୱ। ସେମାନେ ଯଦି ଅଛନ୍ତି ଏବେଠି ଭାଗିବେ କେମିତି ମାନେ? ଆଜି ସେ ଯୋଉ ପ୍ରସ୍ତାବ ଦେଇଛନ୍ତି ବୋଲି କୁଜଙ୍ଗ ମିଟିଂରେ କହିଛନ୍ତି, ପାଣ୍ଡିଆନ ଏ ସବୁ କଥା ଶୁଣୁଥିଲେ ନବୀନ ନିବାସରେ। ଆପଣ କ'ଣ ଭାବୁଛନ୍ତି କି ଶ୍ରୀଯୁକ୍ତ ପାଣ୍ଡିଆନ ଏବେ ବି ବିଜୁ ଜନତା ଦଳକୁ ନିୟନ୍ତ୍ରଣ କରୁଛନ୍ତି ଯୋଉ କଥା ମିଟିଂରେ କହିଛନ୍ତି ଦେବାଶିଷ ସାମନ୍ତରାୟ? ମୁଁ କହିପାରିବିନି, ମୁଁ ଜାଣିନି ଆମର ସେ ନାହିଁ। କିନ୍ତୁ ପାଣ୍ଡିଆନ ଗୋଟିଏ ଲୋକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଇଥିବା ବ୍ୟକ୍ତିତ୍ୱ। କାହିଁକିନା ଯେକୌଣସି ଲୋକଙ୍କୁ ପଚାରିବେ, ଇଭିନ୍ ବିଜେପିର ସବୁ ଲୋକ ଯେଉଁମାନେ ବିଧାୟକ ହେଇଛନ୍ତି ସେ ତ ବିଧାନସଭାରେ କହିଛନ୍ତି। ଟୋଟାଲି ଧର୍ମେନ୍ଦ୍ର ପ୍ରଧାନଙ୍କର ଜଣେ ଭାଇ ସିଏ ଯିଏ ଆସିଛନ୍ତି ନିର୍ବାଚିତ ହେଇକି ବିଧାନସଭାକୁ, ସେ ତ ବିଧାନସଭାର ଫ୍ଲୋର କହିଛନ୍ତି ଯେ ପାଣ୍ଡିଆନଙ୍କ ଯୋଗୁଁ ଆମେ ଆଜି ଏଠି କ୍ଷମତାକୁ ଆସିଛୁ। ପାଣ୍ଡିଆନ ବିଜେପିରେ ଥିଲା ପର୍ଯ୍ୟନ୍ତ ଆମକୁ ଏଠୁ କ୍ଷମତାକୁ କେହି ହଟେଇ ପାରିବେନି। ମାନେ ଲୋକମାନେ ଏତେ ଦୂର ତାକୁ ଘୃଣା କରୁଛନ୍ତି। ଲୋକ ମନ ବାହାରେ ଯଦି ବଦଳିଯାଏ, ହୁଏତ ସମୟ ଅଛି 3 ବର୍ଷ ପରେ ବଦଳି ପାରେ, 4 ବର୍ଷ ପରେ ବଦଳି ପାରେ, ମୁଁ କହିପାରିବିନି। କିନ୍ତୁ ବର୍ତ୍ତମାନ ପାଇଁ ପାଣ୍ଡିଆନ ନିଶ୍ଚିତ ଭାବରେ ଲୋକରେ ସାଧାରଣ ଗୋଟେ ଘୃଣିତ ବ୍ୟକ୍ତିତ୍ୱରେ ପରିଣତ ହେଇଛନ୍ତି। ଏଇ ସକାଶେ ସେ ଯେଭଳି ଭାବରେ ଗଲା 2-3 ବର୍ଷ କାଳ ଓଡ଼ିଶାର ଶାସନକୁ ମନମୁଖୀ ଢଙ୍ଗରେ ଚଲେଇଲେ କିଛି ଅଫିସରକୁ ନେଇକି, ସେଥିରେ ଲୋକମାନେ ଏବଂ ଶେଷକୁ ବିଜୁ ଜନତା ଦଳଟାକୁ ଯେପରି ପରିଚାଳନା କରିକି ଯେଭଳି ଭାବରେ ଟିକେଟ୍ ବଣ୍ଟନଠୁ ଆରମ୍ଭ କରି ଯେଉଁ କାର୍ଯ୍ୟ କଲେ ଏବଂ ନବୀନ ପଟ୍ଟନାୟକଙ୍କୁ ଯିଏ ଫ୍ରଣ୍ଟ ନବୀନ ପଟ୍ଟନାୟକ ଯେଉଁ ଦେଖାଉଛନ୍ତି ବର୍ତ୍ତମାନ ଆକ୍ଟିଭ ଭାବରେ ଦେଖାଉଛନ୍ତି, ସେ ତ ନିର୍ବାଚନ ସମୟରେ ଯଦି ସେତିକି କରିଥାନ୍ତେ ତାହେଲେ ସେ ବିଜେଡି ନିର୍ବାଚନ ହେଇଥାନ୍ତା କି? ସେ ତ କରେଇଦେଲାନି। କିଏ ସେ କରେଇଦେଲେନି? ଯିଏ କରେଇଦେଲେନି, କାରଣ ଯିଏ ସବୁ କଥା କରୁଥିଲେ ତାଙ୍କ ବିରୁଦ୍ଧରେ ସାଧାରଣରେ ଓଡ଼ିଶାରେ ଗୋଟେ ଘୃଣା ଭାବ ଜାଗ୍ରତ ହେଇଛି। କିନ୍ତୁ ସେଠି ଚାଲି ଯାଇପାରେ। ଲୋକମାନେ ଯାହା ବିରୁଦ୍ଧରେ କ୍ରୋଧ ପ୍ରକାଶ କରନ୍ତି, ଘୃଣା ପ୍ରକାଶ କରନ୍ତି, ପୁଣି ତାକୁ ପରେ ଯେତେବେଳେ ନୂଆ ବ୍ୟବସ୍ଥାଟାକୁ ଦେଖନ୍ତି ଏବଂ ନୂଆ ବ୍ୟବସ୍ଥା ବିରୁଦ୍ଧରେ ସେମାନଙ୍କର କିଛି ଘୃଣା ଭାବ ଆସିଯାଏ, ସେ ପୁଣି ସେଇ ପୁରୁଣା ଲୋକକୁ ଖୋଜନ୍ତି। ଏହା ତ ହେଇଛି, ହେଇପାରେ ପାଣ୍ଡିଆନ କ୍ଷେତ୍ରରେ ହେଇପାରେ, ମୁଁ କଥା କହିପାରୁନି। କିନ୍ତୁ ଗତ ନିର୍ବାଚନରେ